ଜୟ ଜଗନ୍ନାଥ। ଆଜିର ଏଇ ଭିଡ଼ିଓରେ ମୁଁ କହିବି କି ଆପଣଙ୍କ ଆର୍ସି ବୁକ୍ ମାନେ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଯେଉଁ ଗାଡ଼ିର ସେଥିରେ ଆପଣଙ୍କ ମୋବାଇଲ ନମ୍ବରଟା କେମିତି ଲିଙ୍କ କରିବେ ବା ଚେଞ୍ଜ କରିବା ଲିଙ୍କ କରିବେ ଯେଉଁଟା ଏକା କଥା। ତାପରେ ଯାଇ ଆପଣ କେମିତି ଡାଉନଲୋଡ୍ କରିବେ ଆପଣଙ୍କ ଆର୍ସି ବୁକ୍ଟା ସେ ବିଷୟରେ ମୁଁ ତ କହିବି। ତ ଚାଲନ୍ତୁ ଭିଡ଼ିଓଟାକୁ ଆରମ୍ଭ କରିବା। ହଁ, ତାପରେ ଆଗରୁ ଯଦି ଆପଣ ନୂଆ କରିଛନ୍ତି ଭିଡ଼ିଓଟାକୁ ତାହେଲେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବେ, ତା ସହିତ ସେୟାର ମଧ୍ୟ କରିଦେବେ। ଆଉ କୋଉଠି ଭିଡ଼ିଓଟା ଦେଖୁଛନ୍ତି କମେଣ୍ଟ ମଧ୍ୟ କରିବେ। ତ ଚାଲନ୍ତୁ ଭିଡ଼ିଓଟାକୁ ଆରମ୍ଭ କରିବା, କେମିତି କ'ଣ କରିବେ ସେ ଫୁଲ୍ ପ୍ରୋସେସ୍ ମୁଁ ଆପଣଙ୍କୁ এই ଭିଡ଼ିଓ ଦ୍ୱାରା କହିବି। ଚାଲନ୍ତୁ ଆରମ୍ଭ କରିବା। ତାପରେ କ'ଣ କରିବେ, ଆପଣଙ୍କ ଗୁଗଲ କ୍ରୋମ୍ ଖୋଲିବେ। ଗୁଗଲ କ୍ରୋମ୍ରେ ସର୍ଚ୍ଚ କରିବେ ଆର୍ସି ମୋବାଇଲ ଅପଡେଟ୍ বা মোবাইল নম্বর অপডেট ইন আরসি, সেটা মারবে। তারপর ক্লিক করবে। ক্লিক করার পরে দেখুন আপ্লিকেশন ফর দি মোবাইল নম্বর অপডেশন ইন ভেহিকল আরসি লেখা আছে, সেটি আপনি ক্লিক করবে। সেটি ক্লিক করার পরে আপনার গোটে ইন্ଟরফেস টাইপ ক্লিক আসব। তারপরে আপনার এটি আপনার গাড়ি নম্বরটা মারিবে, যেটা আপনার থাকবে যেটা মারিবে। তারপরে চেচিস নম্বর ଆଉ ଇଞ୍ଜିନ୍ ନମ୍ବର କେଉଁଠୁ ପାଇବେ। ଚେସିସ୍ ନମ୍ବର ଆଉ ଇଞ୍ଜିନ୍ ନମ୍ବର ଆପଣଙ୍କୁ ଦେଖିବେ ରସିଦ ଯେଉଁଟା କିଣିଥିବେ ସେଥିରେ ମେନସନ୍ ଥିବ ଚେସିସ୍ ନମ୍ବର ଆଉ ଇଞ୍ଜିନ୍ ନମ୍ବର, ସେଇଟାକୁ ଆପଣଙ୍କୁ ଦୁଇଟା ମାରିବା ପାଇଁ ପଡ଼ିବ। ତାପରେ সেটা যদি ନ ପାଆନ୍ତି ତାହେଲେ କ'ଣ କରିବେ, ଦେଖିବେ ଗାଡ଼ିରେ ହେଲା, ଗାଡ଼ିରେ ଯେଉଁ ହ୍ୟାଣ୍ଡେଲ ପାଖାପାଖି ମେନସନ୍ ଥାଏ, ସେ ପ୍ରିଣ୍ଟ ଥାଏ, ସେଇଠି ଆପଣ ପାଇପାରିବେ। ଯଦି ନୂଆ ଗାଡ଼ିଟା ଅଛି, ପୁଣା ଗାଡ଼ି ଥିଲେ ତ କୌଣସି ନା କୌଣସିରୁ ପାଇଯିବେ, ନହେଲେ ଇନ୍ସୁରାନ୍ସ ପେପର ପାଇବେ, ଇନ୍ସୁରାନ୍ସ ପେପର ବି ମଧ୍ୟ ଆପଣ ପାଇଯିବେ। ତ ଚାଲନ୍ତୁ ଏଣ୍ଟ୍ରି କରିବା ଚେସିସ୍ ନମ୍ବର ଆଉ ଇଞ୍ଜିନ୍ ନମ୍ବର। ତାପରେ ଆପଣଙ୍କୁ ନେକ୍ସଟ ହେଉଛି ତାପରେ ରେଜିଷ୍ଟ୍ରେସନ ଡେଟ୍ଟା ଦେଖିବେ ଆପଣଙ୍କର ଆର୍ସିରେ ଲେଖା ହେଇଥିବ, କେବେ ଡେଟ୍ ମାନେ ମେନସନ୍ କରାଯାଇଥିବ, ସେଇ ଡେଟ୍ଟା ଆପଣଙ୍କୁ ଏଠୁ ମାରିବା ପାଇଁ ପଡ଼ିବ। ସେଇ ନମ୍ବରଟା ମାରିବେ। ତାପରେ ରେଜିଷ୍ଟ୍ରେସନ ନେକ୍ସଟ ମାରିବେ ଆପଣ ରେଜିଷ୍ଟ୍ରେସନ ଫିଟନେସଟା କେବେ ଲାଷ୍ଟ ଡେଟ୍ ହେଉଛି, ସେଇ ଡେଟ୍ଟା ବି ଆପଣଙ୍କୁ ଏଠି ମାରିବା ପାଇଁ ପଡ଼ିବ। ତ ଚାଲନ୍ତୁ ମାରିକି ଆପଣଙ୍କୁ ନେକ୍ସଟ କ'ଣ ହେଉଛି ଦେଖିବା ହେଲା। ତାପରେ ମାରି ସାରିଲା ପରେ ଦେଖନ୍ତୁ ଏଠି କ୍ୟାପଚର କୋଡ଼ଟା ଥିବ, ଏଇ କ୍ୟାପଚର କୋଡ଼ଟା ଆପଣ ଏଠି ମାରିବେ। କ୍ୟାପଚର କୋଡ଼ ମାରି ସାରିଲା ପରେ ଆପଣଙ୍କୁ ଏଇ କ୍ୟାପଚର କୋଡ଼ ମାରି ସାରିଲା ପରେ ଆପଣଙ୍କୁ ଏଠି ଭ୍ୟାଲିଡେଟ୍ ଅଛି, ଏଇ ଭ୍ୟାଲିଡେଟ୍ରେ ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। ଭ୍ୟାଲିଡେଟ୍ ମାରିବେ। ଭ୍ୟାଲିଡେଟ୍ ମାରିଲା ଏଠି ଆଧାର ନମ୍ବର ଆପଣଙ୍କୁ ଦେବା ପାଇଁ ପଡ଼ିବ। ଆଧାର ନମ୍ବର ଯେଉଁଟା ଥିବ ସେଇ ଆଧାର ନମ୍ବରଟା ଆପଣଙ୍କୁ ଦେବେ। ତାପରେ ଆପଣଙ୍କ ଆଧାର କାର୍ଡ଼ରେ ଯେମିତି ନାଁଟା ଅଛି ସେଇ ନାଁଟା ଆପଣଙ୍କୁ ସେମିତି ହିଁ ଦେବ, ସ୍ପେଲିଂ ଯେମିତି ଥିବ ସେମିତି ଆପଣଙ୍କୁ ଏଠି ଏଣ୍ଟ୍ରି କରିବା ପାଇଁ ପଡ଼ିବ। ତାପରେ ଆପଣଙ୍କର ଆଧାର କାର୍ଡ଼ରେ ଯେଉଁଟା ରେଜିଷ୍ଟର ମୋବାଇଲ ନମ୍ବରଟା ଥିବ ସେଇ ନମ୍ବରଟା ଆପଣଙ୍କୁ ଡାଏଲ୍ କରିବା ପାଇଁ ପଡ଼ିବ, ଏଣ୍ଟ୍ରି କରିବା ପାଇଁ ପଡ଼ିବ। କାହିଁକିନା ସେଥିରେ ହିଁ ଓଟିପି ଯିବ, କେୱାଇସି ଏକାଥରେ ହେଇକି ଆପଣଙ୍କୁ ଓଟିପି ଯିବ। ସେଇ ନମ୍ବରଟା ମାରିବା। ତାପରେ ଏଠି ଏଗ୍ରି କରି ଭେରିଫାଇ କରିଦେବେ। ଭେରିଫାଇ କଲାକୁ ସେ ଦେଖନ୍ତୁ ଭେରିଫାଇ ହେଇଗଲା। ତାପରେ ଆପଣଙ୍କୁ ଏଠି ଗେଟ୍ ଆଧାର ଓଟିପି ମାଗିବ, ଏଠି ଆପଣଙ୍କୁ କ୍ଲିକ୍ କରିବା ପାଇଁ ପଡ଼ିବ। କ୍ଲିକ୍ କଲା ପରେ ଆପଣଙ୍କର ପ୍ରୋସେସ୍ ଆସିବ। ତାପରେ ଆପଣଙ୍କୁ ଓଟିପି ଆପଣଙ୍କୁ ଯେଉଁ ଆଧାର କାର୍ଡ଼ ନମ୍ବରରେ ଥିବ ସେଇ ଓଟିପି ଆପଣଙ୍କୁ ଯିବ, ସେ ଓଟିପିଟା ଆପଣଙ୍କୁ ଟିକେ ସେୟାର କରିବା ପାଇଁ ପଡ଼ିବ। ତ ଦେଖନ୍ତୁ ଓଟିପିଟା ଆସୁଛି କି ନାହିଁ। ଓଟିପି ଆସି ସାରିଲା ପରେ ଆପଣ ଏଠି ଏଣ୍ଟ୍ରି କରି ଭ୍ୟାଲିଡେଟ୍ ଓଟିପି ମାରିବେ। ଭ୍ୟାଲିଡେଟ୍ ଓଟିପି ସେ ଭେରିଫାଇ ହେଇଯିବ। ମୋବାଇଲ ନମ୍ବର ହେଜ୍ ଅପଡେଟ୍, ମାନେ ଆପଣଙ୍କ ଯେଉଁ ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବରଟା ଥିଲା ସେଇଟା ହିଁ ଆପଣଙ୍କ ଆର୍ସିରେ ଚେଞ୍ଜ ହେଇଗଲା, ମାନେ ସେଇଟା ହିଁ ଆପଣଙ୍କୁ ରହିଯିବ ଏବେ, ଆଉ ଅଲଗା ନମ୍ବରକୁ ଯିବନି। ଚେକ୍ କରିବା କି ଆପଣଙ୍କ ଯେଉଁ ରେଜିଷ୍ଟ୍ରେସନ କରିଥିଲେ ଆମର ସେଇଟା ସକ୍ସେସଫୁଲ୍ ହେଲା କି ନାହିଁ। ତ ସେଇଠି ଦେଖନ୍ତୁ ସାଇଡ଼ରେ ଲେଖା ଅଛି। ତ ଦେଖନ୍ତୁ ଏଠି ନୋ ୟୋର ଆପ୍ଲିକେସନ ଷ୍ଟାଟସ୍ ଅଛି, ସେଇଠି ଆପଣ କ୍ଲିକ୍ କରିବେ। ତେବେ କ୍ଲିକ୍ କରିବା ପରେ ଏଠି ଦୁଇଟା ଆପ୍ଲିକେସନ ନମ୍ବର ଆଉ ଭେହିକିଲ୍ ଡିଟେଲ୍, ଯଦି ଆପଣଙ୍କ ରେଜିଷ୍ଟ୍ରେସନ ଥିବ ତାହେଲେ ମାରିପାରିବେ, ନହେଲେ ଆପଣ ଭେହିକିଲ୍ ଆପଣଙ୍କ ଗାଡ଼ି ନମ୍ବର ଦେଇକି ସର୍ଚ୍ଚ କରିପାରିବେ। ତାପରେ ଏଠି ଆପଣ ଯେଉଁ କ୍ୟାପଚର କୋଡ଼ଟା ଥିବ ଏଇ କ୍ୟାପଚର କୋଡ଼ଟା ଆପଣଙ୍କୁ ଫିଲ୍ଅପ୍ କରି ସବମିଟ୍ କରିବା ପାଇଁ ପଡ଼ିବ। ତ ସବମିଟ୍ କରିକି ଆପଣଙ୍କୁ ଦେଖାଉଛି କ'ଣ ହେଉଛି। ସବମିଟ୍ କରିବାରେ ଦେଖନ୍ତୁ ଏଇଟା ଆପ୍ଲିକେସନଟା ଖୋଲିଗଲା ହେଲା। ଆପ୍ଲିକେସନ ନମ୍ବର ଏଇଟା, ଅପଡେଟ୍ ମୋବାଇଲ ନମ୍ବର, ଆଉ ଏଠି ଆପଣ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ଯେଉଁ ନମ୍ବରଟା ଦେଇଥିଲେ ଆପଣଙ୍କ ନମ୍ବରଟା ଟ୍ରାଞ୍ଜାକ୍ସନ୍ କମ୍ପ୍ଲିଟ୍ ହେଇଛି, ମାନେ ଆପଣଙ୍କ ସକ୍ସେସଫୁଲ୍ ହେଇଯାଇଛି। ତ ଏହାପରେ ଆମେ କ'ଣ କରିବା କି ମୋବାଇଲ ନମ୍ବର ହେଇଗଲା। ତ ଏବେ ଆମେ ଆର୍ସିଟାକୁ ଡାଉନଲୋଡ୍ କରିବା। ତ ଡାଉନଲୋଡ୍ କେମିତି କରିବା ଚାଲନ୍ତୁ ସେ ବିଷୟରେ, ସେ ଭିଡ଼ିଓଟା ବି ମୁଁ ଆପଣଙ୍କୁ କହିଦେଉଛି କେମିତି ଆମେ ଡାଉନଲୋଡ୍ କରିବା। ଏଇ ଭିତରେ ଭିଡ଼ିଓଟା ଟିକେ ଲମ୍ବା ହେବ, ତ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରି ରଖୁଥିବେ। ତାପରେ କ'ଣ କରିବେ, ସେମିତି ଆପଣ ଗୁଗଲ କ୍ରୋମ୍କୁ ଯିବେ। ଗୁଗଲ କ୍ରୋମ୍ରେ ସର୍ଚ୍ଚ କରିବେ ଆର୍ସି ଡାଉନଲୋଡ୍, ସେଇଟା ଆପ୍ଲିକେସନ୍ ଆସିଯିବ ପ୍ରଥମ ୱେବସାଇଟ୍ଟା, ସେଇଟାକୁ ଆପଣ କ୍ଲିକ୍ କରିବେ। ସେଠି ଆପଣ ରେଜିଷ୍ଟ୍ରେସନ ନେବ, ଆପଣଙ୍କ ଗାଡ଼ି ନମ୍ବରଟା ଓ ଚେସିସ୍ର ଲାଷ୍ଟ 5ଟା ନମ୍ବରଟା ମାରିବେ। ମାରି ସାରିଲା ପରେ ଆପଣଙ୍କୁ ନେକ୍ସଟ ପେଜ୍କୁ ନେଇକି ସେ ଯିବ। ମାରି ସାରିଲା ପରେ ଏଠି ଆପଣ ଆଇ ଅଣ୍ଡରଷ୍ଟୁଡ୍ରେ କ୍ଲିକ୍ କରିବେ। ଆଇ ଅଣ୍ଡରଷ୍ଟୁଡ୍ରେ କ୍ଲିକ୍ କରି ଜେନେରେଟ୍ ଓଟିପିରେ କ୍ଲିକ୍ କରିବେ। ତାପରେ ଓଟିପି ଦେବେ। ଓଟିପି ଦେବା ପରେ ସୋ ଡାଉନ୍ କରିବେ। ତାପରେ ଭ୍ୟାଲିଡ୍ ହେବ, ଓଟିପି ଯିବ। ଓଟିପି ଆସିଗଲା। ଓଟିପିରେ ଆପଣ ଏଠି ଏଣ୍ଟ୍ରି କରିବେ। ଏଣ୍ଟ୍ରି କଲା ପରେ ସୋ ଡିଟେଲ୍ ମାରିବେ। ସୋ ଡିଟେଲ୍ ମାରିଲା ପରେ ଆପଣଙ୍କ
ଇଏଟା ରାସନ ଆରସି ବୁକ୍ଟା ଏଗୁଡ଼ା ଆସିଯିବ ହେଲା। ଏଟାକୁ ଆପଣ PDF କରିପାରିବେ, ସେଭ୍ କରିପାରିବେ କିମ୍ବା ପ୍ରିଣ୍ଟ ମଧ୍ୟ କରିପାରିବେ। ଆପଣଙ୍କ ଯେମିତି ଇଚ୍ଛା ସେମିତି ଆପଣ ଏଟାକୁ କରିପାରିବେ। ପୂର୍ବ ଭିଡ଼ିଓରୁ ମୁଁ ଦେଖିଥିଲି, ମୋର ପ୍ରୋବ୍ଲେମ୍ ଥିଲା ବୋଲି ମୁଁ ଡାଉନଲୋଡ଼ଟା କେମିତି ହୁଏ ସେଇଟା ଦେଖେଇ ପାରିଲିନି, କିନ୍ତୁ ଏଇ ଭିଡ଼ିଓରେ ମୁଁ ଆପଣଙ୍କୁ ପୁରା ଫୁଲ୍ ପ୍ରୋସେସ୍ ଦେଖେଇ ଦେଲି ଯେ ଆପଣଙ୍କୁ କେମିତି ଡାଉନଲୋଡ଼ ହେବ। ଆଶା କରୁଛି ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭିଡ଼ିଓଟା ଭଲ ଲାଗିଲା ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବେ, ତାକୁ ସେୟାର ମଧ୍ୟ କରିଦେବେ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।